ହ୍ୟାଲୋ ପିଲାମାନେ ପ୍ରିଭିୟସ୍ କ୍ଲାସରେ ଆମେ କ୍ୱେଶ୍ଚନ ଆନ୍ସର କରିଥିଲେ ପାର୍ଟ 2 ର ଦ ଲିଟିଲ ରାଉଣ୍ଡ ବନ୍ ପାର୍ଟ 2 ର ଆଜି ଆମେ ପାର୍ଟ 3 ର ଲେସନ 4 ର ଦ ଲିଟିଲ ରାଉଣ୍ଡ ବନ୍ ର ପାର୍ଟ 3 ବିଷୟରେ ପଢିବା। ଦେଖ ପିଲାମାନେ ଏଟା କଣ କୋକିଶିଆଳ ମାନେ ଫକ୍ସ କହନ୍ତି ୟାକୁ ଇଂରାଜୀରେ। ଠିକ ଅଛି ପିଲାମାନେ ଦେଖ କଣ ଦେଇଛି ସାର୍ ଏଇଟା କଣ କରୁଛି ଆଁ କରିକି ଅଛି ଦେଖ ପିଲେ ଗୋଟେ ଅନୁମାନ କର ଏଇଠି କଣ ତାର ଗୋଟେ କଣ ଅଛି କି ଏଇଟା ୟା ଭିତରେ କିଏ ଗୋଟେ ବନ ଫନ ପଶିଗଲା ନା କଣ ମ ସେ ବନ ଭଳିଆ ତ ମତେ ଲାଗୁଛି। ହଁ ସାର୍ ଏଇଟା ତ ବନ ଅଛି ଆଉ ଆପଣ ଗୋଟେ ଖାଲି ଜାଣି ଜାଣି ଏମିତି ପଚାରୁଛନ୍ତି ଆଉ ନା 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 ମୁଁ ଭାବୁଥିଲି ପିଲାମାନେ ଜାଣିତେ ନଥିବେ ଲେକିନ ଆମ ପିଲା ସବୁ ସବୁ ଇଣ୍ଟେଲିଜେଣ୍ଟ ଗୁଡାକ ସବୁ ଜାଣି ଯାଉଛନ୍ତି ଆଉ ଏଇଟା କଣ ଏଇଟା ହଉଛି ବନ କଣ ଏଇଟା ହଉଛି ବନ। ଠିକ ଅଛି ପିଲାମାନେ ଚାଲ ଏବେ ଦେଖିବା କଣ ଅଛି ସି ଦ ପିକ୍ଚର ସେ କହୁଛି ପିକ୍ଚର କୁ ଦେଖ କଣ ଅଛି ଦେଖିବା ଆମର ତ ଆଖି ଅଛି ଆମେ ଦେଖିବୁନି କାହିଁକି ମ ଗୋଟେ ସେ କହିବ ଆମେ ଦେଖିବୁନି ଦେଖିଦବା ଚलो ସି ଦ ପିକ୍ଚର ତାପରେ ସାର୍ କଣ କହୁଛି ନାଓ ଏନ୍ସାର ଦିସ୍ କ୍ୱେଶ୍ଚେନ ଏବେ କ୍ୱେଶ୍ଚେନ ଗୁଡିକର ଏନ୍ସାର ଦିଅ। ଠିକ ଅଛି ପିଲାମାନେ ହୁ ଡିଡ ଦ what born meet in this part of the story ଏଇ ପାର୍ଟ ରେ କିଏ କିଏ କାହାକୁ ଭେଟିଛନ୍ତି ମାନେ ବନ କାହାକୁ ଭେଟିଛି ତାର ବି ଉତ୍ତର ଦବ ପିଲାମାନେ will he able the will he be able to run away ସେ କଣ able ହେଇପାରିଲା ସେ can ମାନେ ପାରିଲା ସେ ଦୌଡ଼ି ପାରିଲା ଦୌଡ଼ିକି ପଳେଇ ପାରିଲା କାହାଠୁ or the fox ଠୁ will add him କି ସେ fox ଦୌଡ଼ିକି ପଳେଇଲା ନା ଫକ୍ସ ତାହାକୁ ଖାଇଦେଲା ସେଇଟା তুমি କହିବ ଲାଷ୍ଟ ତମକୁ କ୍ୱେଶ୍ଚନ ପଚାରିବ ସେ ହେଲା ଆଉ କଣ କରିବ ରେଡ ଏଣ୍ଡ ସି ତାକୁ ପଢ ଆଉ ଏକ ଚାଲ କଣ ଅଛି ସାର୍ ଏଇଟା ବାଏ ଫାଷ୍ଟ ପଏଣ୍ଟ ବାଏ ଏଣ୍ଡ ବାଏ ଏମିତି ପ୍ରକାରେ ଚାଲିଛି ବାବା ଦୁଇ ଜଣଙ୍କୁ ଧୋକା ଖାଇସାରିଲାଣି ତିନି ଜଣଙ୍କୁ ତିନି ଜଣଙ୍କୁ ଧୋକା ଦେଇ ସାରିଲାଣି ଏବେ 4 ନମ୍ବର ପାଖକୁ ଯିବ 4 ନମ୍ବର କିଏ ଅଛି ସାର୍ ଦେଖିବା ଫକ୍ସ ଅଛି ବୋଧେ ଆଉ ଚିତ୍ର ଥିଲା ଯେମିତି ବାଏ ଏଣ୍ଡ ବାଏ ଦ ଲିଟିଲ ରାଉଣ୍ଡ ବନ୍ ମେଡ୍ ଏ ଫକ୍ସ ପିଲାମାନେ ମେଡ୍ ମାନେ ଭେଟିଲା ଫକ୍ସ ମାନେ କୋକିଶିଆଳ ଗୋଟେ କୋକିଶିଆଳକୁ ଭେଟିଲା ସେଇ ଛୋଟ ଆକାରର ରୁଟିଟା କେମିତି ଗଲା ସାର୍ ରୋଲ ହେଇଯାଉଛି ଗଡି ଗଡି ଯାଉଛି ବୁଝିଲ ଆଚ୍ଛା ସାର୍ ଏଇଟା କଣ ସାର୍ ଷ୍ଟଫ ମାନେ ପିଲାମାନେ ରହିବା ଷ୍ଟଫ ମାନେ କଣ ରହିବା କିଏ ରହିଲା ସାର୍ ଲିଟିଲ ରାଉଣ୍ଡ ବନ୍ ଦେଖିଦେଲା ଯେମିତି କହିଲା କି ରହ ଫକ୍ସ କହିଲା କଣ ଏଇ ସୁନ୍ଦର ଦେଖାଯାଉଛି ନା କଣ ମ ୟାକୁ ସମସ୍ତେ ଯିଏ ଦେଖୁଛି ଖାଲି ଖାଇବେ ଖାଇବେ ହଉଛି କାହାକୁ ଲିଟିଲ ରାଉଣ୍ଡ ବନ୍ କୁ ଚିନ୍ତା କର ପିଲାମାନେ ଠିକ ଅଛି ହଁ ତୁମେ ଯଦି ପାଠ ପଢିବ ତମକୁ ସମସ୍ତେ ଭଲ କହିବେ ସେଇଭଳିଆ ଯେମିତି କାହାକୁ କହୁଛନ୍ତି କାହାକୁ କହୁଛନ୍ତି ଲିଟିଲ ରାଉଣ୍ଡ ବନ୍ କୁ ସେମିତି ସମସ୍ତଙ୍କୁ ଭଲ ପାଇବେ ଯଦି ତୁମେ ପାଠ ପଢିବ ଠିକରେ ହେଲା the little round bone said the fox କୁ କହିଲା I am going to eat you up ମୁଁ ଏବେ ତତେ ଖାଇବାକୁ ଯାଉଛି ମୁଁ ଏବେ ତତେ ଖାଇବି କିଏ କହିଲା ସାର୍ ଲିଟିଲ ରାଉଣ୍ଡ ବନ୍ କୁ କୋକିଶିଆଳ ବା ଫକ୍ସ କହିଲା ଠିକ ଅଛି ପିଲାମାନେ ଫାର୍ଷ୍ଟ ପଏଣ୍ଟ नो डाउट କ୍ଲିୟର ହେଇଗଲା ଓକେ ସେକେଣ୍ଡ ପଏଣ୍ଟ ଦେଖିବା ଡୋଣ୍ଟ ଡୁ ଦ୍ୟାଟ ଏହା କର ନାହିଁ ବାବା ଏମିତି କର ନାହିଁ କିଏ କହୁଛି said the ବନ୍ କହୁଛି ଏମିତି କର ନାହିଁ I am going to sing you a little song ମୁଁ ତମକୁ ଗୋଟେ ଗୀତ ଶୁଣେଇବାକୁ ଯାଉଛି ଏବେ ମୁଁ ତମକୁ ଗୋଟେ ସୁନ୍ଦର ଗୀତଟେ ଶୁଣେଇବି ଆଉ ତୁମେ ଶୁଣିବ ଏ ଲିଟିଲ ସଙ୍ଗ ସେ ଗୋଟେ ଛୋଟ ଗୀତଟେ ଶୁଣେଇବା ପାଇଁ କହିଲା and he sang the song ସେ କୋଉ ଗୀତ ଗାଇଥିବ ପିଲାମାନେ ସେ ଗାଇଥିବ କୋଉ ଗୀତ ଗାଇଥିବ ଦେଖିବା ଏଇଟା Taken grandma I run away from the rabbit and I will run away from the wolf this minute I will end of it roll away ଠିକ ଅଛି ଏଇ ଭଳିଆ ଗୀତ ସେ ଗୋଟେ ତ ଗୀତ ଗାଇଲା ସମସ୍ତଙ୍କୁ ଆଉ ଯାହାକୁ ଦେଖିଲା ସେ ଗୋଟେ ଗୀତ ସେ ଗୋଟେ ଘୋଷିକି ରଖିଛି ଆଉ
ତାକୁ ଆଉ ଦ୍ୱିତୀୟ ଗୀତ ଜଣା ନାହିଁ ବୁଝିଲ ପିଲେ ଠିକ ଲେକିନ ଆମେ ମାନେ ତା ଭଳିଆ ନୁହଁ ଆମେ ତ ଚାରିଟା ପାଞ୍ଚଟା ଲେଖାଏଁ ଜାଣିଛୁ ନାଇଁ କି ପିଲେ ଚାଲ 3 ନମ୍ବର ପଏଣ୍ଟ ଦେଖିବା ଦ ଫକ୍ସ ସେଡ୍ ଫକ୍ସ କହିଲା ଓ What a pretty little song. କି ସୁନ୍ଦର ଗୀତ କିରେ ଆରେ କଣ କିରେ ଲିଟିଲ ପନ୍ କି ସୁନ୍ଦର ଗୀତ ଗାଇଲୁ କିରେ ପ୍ରିଟି ମାନେ ସୁନ୍ଦର ଲିଟିଲ ସଙ୍ଗ ମାନେ ଛୋଟ ଗୀତ ପିଲାମାନେ ପ୍ରିଟି ମାନେ କଣ ସୁନ୍ଦର ଓ ଆଚମ୍ବିତ ହେଇଗଲା ଆଶ୍ଚର୍ଯ୍ୟ ହେଇଗଲା ତା ମାନେ ଲେକିନ ସେ ବି ଆକ୍ଚୁଆଲି ଆଶ୍ଚର୍ଯ୍ୟ ହେଇନି ସେ ଆକ୍ଚୁଆଲି କଣ ଆଶ୍ଚର୍ଯ୍ୟ ହେଇନି ସେ କଣ କରିଛି ସେ ସେ କଣ କରିଛି ଆଶ୍ଚର୍ଯ୍ୟ ହେଇନି ବାବା ସେଇଟା ଭକୁଆ ବନେଇବା ପାଇଁ ୟାକୁ ଧୋକା ଦେବା ପାଇଁ ସେ ପ୍ଲାନ୍ କରୁଛି କିଏ କୋକିଶିଆଳ ଟା ବୁଝିଲେ ପିଲେ ଖାଇବା ପାଇଁ କୋକିଶିଆଳ କେମିତି ପ୍ଲାନିଂ ରେ ଖାଇବ ତାକୁ ସେଇଟା ପ୍ଲାନିଂ ତାର only I am afraid I don't hear well ଲେକିନ ମତେ ବର୍ତ୍ତମାନ ଭୟ ଲାଗୁଛି କଣ ତମ ଗୀତ ଶୁଣିକିରି ଠିକ ଅଛି ପିଲାମାନେ ଡୁ ହୋପ୍ ଡୁ ହୋପ୍ on to my nose ତୁମେ ଦୟାକରି ମୋର କେନକେ ଆସିବା କୋଉଠିକି ଆସିପାରିବ ମୋର ନୋଜ ରେ ଟିକେ ବସିକିରି ଗୀତ ଗାଇବ ମତେ ଶୁଭା ଯାଉନି ଭଲରେ ଏମିତି କହିଲା ଆଉ ତାପରେ କହିଛି ପ୍ରିଟି ବନ ଓ ସୁନ୍ଦର ବନ ଆଜ୍ଞା ସୁନ୍ଦର ବନ ଆଜ୍ଞା ସୁନ୍ଦର ବନ ଆଜ୍ଞା and sing the song again ଆଉ ଥରେ ଗାଇଲ ଦେଖିବା ପ୍ଲିଜ ଦୟାକରି ଆଉ ଥରେ ଗାଅ ବଢିଆ ଲାଗୁଛି ତମର ଗୀତ ଆଉ କି ସୁନ୍ଦରିଆ ଗୀତ ଆଉ ନାଇଁ ଏମିତି କହୁଛି କିଏ କହୁଛି ସାର୍ ବନ କହୁଛି କିଏ କହୁଛି ସରି କିଏ କହୁଛି ବନ କୁ କହୁଛି କିଏ ଫକ୍ସ କହୁଛି ବା କୋକିଶିଆଳ କହୁଛି 4 ନମ୍ବର ପଏଣ୍ଟ ପିଲାମାନେ ଦେଖିବା ଏବେ ଠିକ ଅଛି ତମକୁ ଯଦି ଡାଉଟ କୋଉଠି ହେଲା 2 ଥର ଭିଡିଓକୁ ଦେଖିବ 3 ଥର ଦେଖିବ ଭିଡିଓ ସବୁଦିନ ପାଇଁ ଅଛି ଠିକ ଅଛି ହଁ ଟେନସନ ଲେକିନ କଣ କରିବ ସବସ୍କ୍ରାଇବ କରିବା କେହି ଭୁଲିବ ନାହିଁ ପିଲାମାନେ ଲେକିନ ଥରେ ସବସ୍କ୍ରାଇବ କରିବ 2 ଥର ନୁହଁ ଠିକ ଅଛି ଚାଲ The little round bun jumped onto the tip. The little round bun ସେହି little ଛୋଟ ବନଟା କଣ କଲା ସାର୍ ଜମ୍ପ କଲା ମାନେ ଡେଇଁଗଲା କୋଉଠିକି on the tip ମାନେ ପୁରା ସେଇ ଶୀର୍ଷକୁ ଡେଇଁଗଲା କାହାର ଶୀର୍ଷକୁ of the fox nose ୟାର କଥାରେ ପଡିକିରି ମର୍କଟ କଣ କରିଛି ବନଟା ତାର ନାକ ପାଟିକୁ ଡେଇଁ ଯାଇଛି ନାକକୁ ଡେଇଁ ଯାଇଛି ନାକର ଯୋଉ ଟିପ ନାଇଁ କି ସେ ଟିପକୁ ଡେଇଁ ଯାଇଛି and sang the song again ଆଉ ସେ କଣ କରିଛି ସାର୍ ଗୀତ ଗାଇ ଚାଲିଛି ଆଉ ତାପରେ କଣ ହେଇଛି ସାର୍ ଥ୍ୟାଙ୍କ ୟୁ ଲିଟିଲ ପ୍ରିଟି ରାଉଣ୍ଡ ବନ୍ କିଏ କହିଲା ସାର୍ ସେଡ୍ ଦ ଫକ୍ସ କହିଲା ଫକ୍ସ କଣ କହିଲା ସାର୍ ଥ୍ୟାଙ୍କ ୟୁ କହିଲା ସେ ଯେମିତି ଡେଇଁଗଲା ତାର ନାକର ଟିପକୁ ତାପରେ ସେ କହିଲା ଫକ୍ସ କହିଲା ଥ୍ୟାଙ୍କ ୟୁ ବାବୁ ଥ୍ୟାଙ୍କ ୟୁ ଲିଟିଲ ପ୍ରିଟି ବନ୍ ଠିକ ଅଛି ଏମିତି କହିଲା ଧୋକା ଦବ ନା ଏବେ ତାପରେ ପିଲେ 5 ନମ୍ବର କଣ ଅଛି ଇଟ୍ସ ଏ ଲଭଲି ସଙ୍ଗ ଇନଡିଡ ଆଚ୍ଛା ଏଇଟା ହଉଛି ଗୋଟେ କଣ ଲଭଲି ସଙ୍ଗ ଇନଡିଡ ମାନେ ପିଲେ ବାସ୍ତବରେ ଇନଡିଡ ମାନେ କଣ ବାସ୍ତବରେ ଡୁ ହୋପ୍ ଅନ୍ ଟୁ ମାଇ ଟଙ୍ଗ ତୁ ବର୍ତ୍ତମାନ ତୁ ବହୁତ ବାସ୍ତବରେ ତୁ ଆକ୍ଚୁଆଲି ସତରେ ବା ବାସ୍ତବରେ ରିଏଲ ରେ ତୁ ବଢିଆ ଗୀତ ଗାଉଛୁ ଲଭଲି ସଙ୍ଗ ଏଇଟା ହେଲା ଲେକିନ ବାବୁ ତୁ ଯଦି ମୋର ନାକ ସରି କଣ ଟଙ୍ଗ ମାନେ ଜିଭକୁ ଆସିକିରି ଗୀତ ଗାଆନ୍ତୁ ଆଉ ଟିକେ ସୁନ୍ଦର ଦେଖ ଆଉ ଟିକେ ସୁନ୍ଦର ଲାଗନ୍ତା ଗୀତଟା ନାଇଁ ସେମିତି ଭକୁଆ ବନଉଛି ଦେଖ ଡୁ ହୋପ୍ ଅନ୍ ଟୁ ମାଇ ଟଙ୍ଗ ପିଲାମାନେ ଏମିତି କିଏ ଯଦି କହିଲା ତା କଥାରେ କେହି ପଡିବନି ସେ ଧୋକା ଦେଇଦବ ତମକୁ ହଁ and sing it once again for the last time ଆଉ ଥରେ ଲାଷ୍ଟ ଟାଇମ ପାଇଁ ମୋର ଜିଭରେ ଆସିକିରି ଟିକେ ପ୍ଲିଜ କଣ ଗାଇଦେରେ ବାବା ଗୀତ କହିଲା ଠିକ ଅଛି ପିଲାମାନେ ତାପରେ ନେକ୍ସଟ କଣ ଅଛି ଚलो ଦେଖ ନେକ୍ସଟ କଣ ଅଛି ନେକ୍ସଟ ହଁ ଦେଖ କଣ ଏଇଟା 6 ନମ୍ବର ପଏଣ୍ଟ କଣ ଅଛି ଦ ଲିଟିଲ ରାଉଣ୍ଡ ବନ୍ ଜମ୍ପ on to the fox tongue ତାପରେ ସେ କଣ କଲା ଡେଇଁଗଲା କୋଉଠିକି ଫକ୍ସ ର ଟଙ୍ଗ କୁ ଡେଇଁଗଲା and କଣ କଲା ସ୍ନାପ ଆଚ୍ଛା ସାର୍ ସ୍ନେପ କଣ ଗୋଟେ ଏଇଟା ଆସିଲା ପୁଣି ସବୁ କ୍ୟାପିଟାଲ ଲେଟର ଲେଖା ହେଇଛି ପିଲାମାନେ ସ୍ନେପ ର ଅର୍ଥ ହଉଛି ସଡନଲି ଯୋଉଟା କାମ ହୁଏ ତାକୁ କୁହାଯାଏ ସ୍ନେପ
ଠିକ ଅଛି ସେଇଠି ସ୍ନେପ୍ ଲାଗେ ଯୋଉଟା ସଡନଲି ଯୋଉ କାମ ହୁଏ ତାପରେ କଣ ହେଲା ତ ଲିଟିଲ ରାଉଣ୍ଡ ବନ୍ କଣ କଲା ଜମ୍ପ କଲା ଟପ୍ ସେ ଯେମିତି କୋକିଶିଆଳ ଯେମିତି କହୁଛି ଇଏ ସେମିତି କରୁଛି ହଁ କଣ ଗୁଣି ଫୁଣି କରିଦେଇଛି ନା କଣ ମ ମତେ ତ ସେଇଭଳିଆ ଲାଗୁଛି ଆଉ ନହେଲେ ବନ୍ ଟା ଧକ୍କା ଦବା ଲୋକ ସେ ବନ୍ ଭକୁଆ ହେଇଯାଉଛି ଆଉ ଦ ଫକ୍ସ swallow କଣ କଲା ସ୍ୱାଲୋ ବୋଲେ ପିଲେ ସ୍ୱାଲୋ ମାନେ କଣ ଗିଳିବା ସ୍ୱାଲୋ ମାନେ ଗିଳିଦେଲା କାହାକୁ ଫକ୍ସ ଟା ଗିଳିଦେଲା କାହାକୁ ଆଉ ଗିଳିଥିବ ସାର୍ ଏଇଟା ପୁଣି ପଚାରୁଛନ୍ତି ସେଇଟା ତ ଲିଟିଲ ରାଉଣ୍ଡ ବନ୍ କୁ ଗିଳିଥିବ ନା ଆଉ ହଁ ପିଲାମାନେ ସବୁ ଜାଣିଛୁ ଆଉ କେତେ କେତେ ଇଣ୍ଟେଲିଜେନ୍ସ ପିଲା ଗୁଡାକ ଅଛ ତାପରେ ଦେଖ ପିଲାମାନେ ଇଟ୍ ଅଫ୍ ଏଣ୍ଡ ଇଟ୍ ୱାଜ ଦ ଲାଷ୍ଟ ସେଇଟା ହେଲା ତା ପାଇଁ ଲାଷ୍ଟ ଥିଲା no one saw the little round bun ଆଉ ସେଇ ଦିନଠୁ ବନ୍ ever after ସେଇ ଦିନଠାରୁ ପିଲେ ସେଇ ବନ୍ ଆଉ ଦେଖାଗଲା ନାହିଁ ଦେଖ ପିଲାମାନେ ସେ ବୁଢାଟା ଖାଇବ ବୋଲି ସେ ବିଚରା ଡାକିଛି ବୁଢୀଟା ତା ପାଇଁ କରିଦେଇଛି ଓଲ୍ଡ ମେନ୍ ପାଇଁ ସିଏ ବୁଲି ବୁଲି ତାର ୟାକୁ ଧକ୍କା ଦଉଛି ତାକୁ ଧକ୍କା ଦଉଛି ଲାଷ୍ଟକୁ ସିଏ ବି ଧକ୍କା ଖାଇଗଲା ପିଲାମାନେ କାହାକୁ ଧକ୍କା ଦେବ ନାହିଁ କି ଏଇଭଳିଆ ଯୋଉ କଥା କହିଲା ଯୋଉ କୋକିଶିଆଳ ମୋର ଜିଭରେ ଆସିକିରି ଗା ମୋର ନାକରେ ଆସିକିରି ଗା ଏମିତି କାହା ଫାସରେ ପଡିବ ନାହିଁ ଠିକ ଅଛି ପିଲାମାନେ ଆଜି ପାଇଁ ଏତିକି କଣ କରିବା ଆଉ ଅଛି କି ଦେଖିବା ନାହିଁ ତାପରେ ନେକ୍ସଟ କ୍ଲାସରେ ମୁଁ ଏଇ ସବୁ କମ୍ପ୍ରିହେନସନ କ୍ୱେଶ୍ଚନ ଆଣିବି ତୁମେ ବର୍ତ୍ତମାନ କଣ କରିବ ଲାଇକ୍ ଆଉ ସବସ୍କ୍ରାଇବ କରିଦବ ଲେକିନ ଭଲ ନ ଲାଗିଲେ ଲାଇକ୍ କରିବନି ଯଦି ଭଲ ଲାଗିଲା ଲାଇକ୍ କରିବ ଆଉ ସବସ୍କ୍ରାଇବ ଲେକିନ ନିଶ୍ଚୟ କରିବ ଠିକ ଅଛି ସାର୍ ସବସ୍କ୍ରାଇବ କଲେ ଆମର ଲାଭ କଣ ହବ ପିଲାମାନେ ସବସ୍କ୍ରାଇବ ଯଦି କରିବ ନେକ୍ସଟ କ୍ଲାସ ଯେବେ ଆସିବ ମୋର ନେକ୍ସଟ କ୍ଲାସ ଆସିଲେ ସେଇଟା ପୁଣି ମିଳିବ ଲେକିନ ମୁଁ ପୁରା ଆନ୍ସର ଲେଖିକିରି ଆଣୁଛି ପୁରା ପିପିଟି ବନେଇକିରି ଆଣୁଛି ପାୱାର ପ୍ରେଜେଣ୍ଟେସନରେ ଠିକ ଅଛି ସେଟା ପୁରା କେମିତି ଦେଖାଯାଉଛି ଖାଲି ଦେଖିବ ନେକ୍ସଟ ପ୍ରିଭିୟସ କ୍ଲାସ ଯୋଉମାନେ ଦେଖିଛ ସେଇମାନେ ଜାଣିପାରିବ ଠିକ ଅଛି ପିଲାମାନେ ରହିଲି ବାଏ ବାଏ